প্রিয় বন্ধু, আমাদের ঈশ্বরଙ୍କ পরিবার সেবা কার্য পক্ষরু আমাদের উদ্ধারকর্তা মুক্তিদাতা পরিত্রাণকর্তা প্রভু যীশু খ্ରୀଷ୍ଟଙ୍କ ପବିତ୍ର ସ୍ୱର୍ଗ ନାମରେ ଆପଣଙ୍କୁ ପୁଣି ଆପଣଙ୍କ ପରିବାରଙ୍କୁ আমাদের ঈশ্বরଙ୍କ সেবা কার্য পক্ষরু আন্তরিক নমস্কার জ্ঞাপন করি। প্রিয় বন্ধু, বর্তমান এই অন্ধকারময় জগৎ মধ্যে আমরা অন্তিম সময়ে বসবাস করুଛୁ। এই অন্তিম দিনମାନଙ୍କରେ মানব সমাজ কিপରି প্রস্তুত ହେବା দরকার ঈশ্বরଙ୍କର ଶେଷ ବିଚାର ନିମନ୍ତେ, ঈশ্বরଙ୍କର ଦ୍ୱିତୀୟ আগমନ ନିମନ୍ତେ, ঈশ্বরଙ୍କର ସେ ମହାକ୍ରୋଧର ଦିନ ନିମନ୍ତେ କିପରି ପ୍ରସ୍ତୁତ ହେବା ଦରକାର ସେ ବିଷୟରେ ଆଜି ଆମେ ঈশ্বরଙ୍କ ଦାସଙ୍କ ମୁଖରୁ ଅନ୍ତିମ ଦିନର ସୁସମାଚାର ଶୁଣିବା। ଆଜି ଭାରତର ବିଭିନ୍ନ ସ୍ଥାନରୁ, ପୃଥିବୀର ବିଭିନ୍ନ ସ୍ଥାନରୁ ଆମର ପରମେଶ୍ୱରଙ୍କ ପରିବାର ସେବା କାର୍ଯ୍ୟ, ଆମର ପରମେଶ୍ୱରଙ୍କ ପରିବାର ପ୍ରାର୍ଥନା ଭବନକୁ ଆଜି ଅନେକ ଶହ ଶହ ଲୋକମାନେ ଯୋଗାଯୋଗ କରନ୍ତି। ସୁସ୍ଥତା, ମୁକ୍ତି, ଶାନ୍ତି, ଆଶୀର୍ବାଦ ପାଆନ୍ତି। ଯେହେତୁ ସୁସ୍ଥତା କରିବା ପରମେଶ୍ୱର, ଆରୋଗ୍ୟ କରିବା ପରମେଶ୍ୱର, ମୁକ୍ତି ଦେବା ପରମେଶ୍ୱର କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିପାଇଁ ପ୍ରିୟ ବନ୍ଧୁଗଣ, ଆପଣଙ୍କ ଜୀବନରେ, ଆପଣଙ୍କ ପରିବାରରେ ଯେକୌଣସି ସମସ୍ୟା, ରୋଗ, ସଙ୍କଟ, ବିମାରୀ, ପରୀକ୍ଷା, ପ୍ରଲୋଭନ, କଷ୍ଟ, ଦୁଷ୍ଟାତ୍ମାର ବନ୍ଧନ, ସନ୍ତାନହୀନ ଅବସ୍ଥା, ସେ ଯାହା ବି ପରିସ୍ଥିତି ହେଉନା କାହିଁ, ଆପଣ ଯଦି ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ, ଏ ଅନ୍ତିମ ଦିନମାନଙ୍କରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବେ, ଆପଣ ଆପଣା ପାପରୁ ଫେରିବେ, ପୁଣି ଈଶ୍ୱରଙ୍କ ନିକଟକୁ ଆସିବେ, ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବେ, ତେବେ ମୁକ୍ତି ପାଇବେ। ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କ ପରିବାର ସେବା କାର୍ଯ୍ୟ ସହ ଯୋଗାଯୋଗ କରନ୍ତୁ, ପୁଣି ଆଶୀର୍ବାଦ ପାଆନ୍ତୁ। ଯେକୌଣସି ପରୀକ୍ଷା, ପ୍ରଲୋଭନ, ସମସ୍ୟା ସମୟରେ ଯୀଶୁଙ୍କ ଉପରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ଭରସା କରି, ନିର୍ଭର କରି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବୁ, ପ୍ରତିଦିନ ପ୍ରାର୍ଥନା କରିବୁ, ପୁଣି ସପ୍ତାହକୁ 2 ଥର 3 ଥର ଉପବାସ ପ୍ରାର୍ଥନା କରିବୁ। ଆମେ ଭାରତର ସମସ୍ତ ପରିବାର ନିମନ୍ତେ, ଭାରତର ବିଭିନ୍ନ ପରିବାର ନିମନ୍ତେ, ପୃଥିବୀର ବିଭିନ୍ନ ପରିବାର ନିମନ୍ତେ ପ୍ରତିଦିନ ଆମେ ପ୍ରାର୍ଥନା କରୁ। ଏଥିପାଇଁ ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କ ପରିବାର ସେବା କାର୍ଯ୍ୟ ସହିତ ଯୋଗାଯୋଗ କରନ୍ତୁ, ଆଶୀର୍ବାଦ ପାଆନ୍ତୁ। ପୁଣି ଆମର ୟୁଟ୍ୟୁବ ଚ୍ୟାନେଲ ଦେଖନ୍ତୁ, ପ୍ରାର୍ଥନା ଶୁଣନ୍ତୁ, ଈଶ୍ୱରଙ୍କର ଜୀବନ ପରିବର୍ତ୍ତନକାରୀ ସୁସମାଚାର ଶୁଣନ୍ତୁ, ପୁଣି ମୁକ୍ତି ପାଆନ୍ତୁ। ଆସନ୍ତୁ ଏହି ସମୟରେ ଆମେ ଅଳ୍ପ ସମୟ ଧ୍ୟାନର ସହିତ ଈଶ୍ୱରଙ୍କର ପବିତ୍ର ସୁସମାଚାର, ଶେଷ ଦିନର ସୁସମ୍ବାଦକୁ ଆମେ ଶୁଣିବା, ପୁଣି ପ୍ରସ୍ତୁତ ରହିବା। ପ୍ରଭୁଙ୍କର ମହାନାମର ବିଶେଷ ଧନ୍ୟବାଦ ହେଉ। ଆମେ ବର୍ତ୍ତମାନର ଜଗତର ପରିସ୍ଥିତି, ଏହି ପରିପ୍ରେକ୍ଷୀରେ ତାଙ୍କର ଲୋକମାନଙ୍କ ଜୀବନରେ ଶୈତାନ ଯୋଉ ପ୍ରକାର ତାର ଅସ୍ତ୍ର ପ୍ରୟୋଗ କରେ, ଯଦ୍ୱାରା ହତାଶ ନିରାଶ ହୋଇ ଭାଙ୍ଗି ପଡ଼ନ୍ତି, ଶୈତାନ ସେ ପ୍ରକାର ବିଭିନ୍ନ ପ୍ରକାର ଅସ୍ତ୍ର ପ୍ରୟୋଗ କରିଥାଏ। ତେବେ ତାଙ୍କର ଲୋକମାନେ এই ପରିସ୍ଥିତିରେ ଶୈତାନର ଅସ୍ତ୍ର ପ୍ରୟୋଗ କଲେ ମଧ୍ୟ କି ପ୍ରକାର ଭାବରେ ସଚେତନ ହେବାକୁ ପଡ଼ିବ, ସେଇ ବିଷୟରେ ଆମେ ଅଳ୍ପ ସମୟ ଧ୍ୟାନ କରିବା। ଆସନ୍ତୁ ତା ପୂର୍ବରୁ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ମୁଁ ଛୋଟରେ ପ୍ରାର୍ଥନା କରିବି। ହାଲେଲୁୟା। ପ୍ରେମିକ ସ୍ୱର୍ଗସ୍ଥ ପିତା, এই ସମୟରେ ତୁମର ଆଶ୍ଚର୍ଯ୍ୟ ମହାନାମର ଧନ୍ୟବାଦ, ପୂଜା, ପ୍ରଶଂସା, ଗୌରବ ସଂଗ୍ରହ କରୁଛୁ ବାପା। କାରଣ ବର୍ତ୍ତମାନ ତୁମର ପବିତ୍ର ଜୀବନ୍ତ ବାକ୍ୟରୁ ଆମକୁ ଶିକ୍ଷା କରିବା ପାଇଁ, ଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆଲୋଚନା କରିବା ପାଇଁ, ଧ୍ୟାନ କରିବା ପାଇଁ ଏ ପବିତ୍ର ବହୁମୂଲ୍ୟ ସୁଯୋଗ ଦେଇଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଛୁ। ବର୍ତ୍ତମାନ ତୁମର ବାକ୍ୟ, ଜୀବନ୍ତ ବାକ୍ୟର ଆମେ ଚିନ୍ତା କରିବୁ, ଶିକ୍ଷା କରିବୁ, ଆଲୋଚନା କରିବୁ। ଏହା ତୁମର ପବିତ୍ର ଆତ୍ମାଙ୍କର ଲିଖିତ ବାକ୍ୟ। ଏଇଥିପାଇଁ ତୁମର ପବିତ୍ର ଆତ୍ମାଙ୍କର ଅଭିଷେକ ଦେଇ ତୁମେ କଥା କୁହ ପ୍ରଭୁ, ଯଦ୍ୱାରା ତୁମର ବାକ୍ୟ ଆମମାନଙ୍କର ଜୀବନରେ କାର୍ଯ୍ୟକାରୀ ହେବାକୁ ପାରିବ। ଦୟାକର ବର୍ତ୍ତମାନର ଏ ଶିକ୍ଷା ସାକ୍ଷାତ ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମର ଉପସ୍ଥିତିରେ ସକଳ କାର୍ଯ୍ୟ ତୁମେ ପରିଚାଳନା କରି ତୁମେ ଗୌରବାନ୍ୱିତ ହୁଅ ବୋଲି ଏ ସମସ୍ତ ପ୍ରାର୍ଥନା ଆମମାନଙ୍କ ନିମନ୍ତେ ଶୀଘ୍ର ଆସୁଥିବା ସେ ମୁକ୍ତିଦାତା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏ ଛୋଟ ନିବେଦନ ପ୍ରାର୍ଥନା କରି ପିତା, ଆମେନ୍। ବର୍ତ୍ତମାନ ଆମେ ଦେଖିବା ଯେ ଶୈତାନ କୋଉ କୋଉ ପ୍ରକାର ଅସ୍ତ୍ର ତାଙ୍କର ଲୋକମାନଙ୍କୁ ବ୍ୟତିବ୍ୟସ୍ତ କରିବା ପାଇଁ, ବିଶ୍ୱାସରୁ ସ୍ଖଳିତ କରିବା ପାଇଁ ସେ ପ୍ରୟୋଗ କରିଥାଏ।
ଯେତେବେଳେ ଆମେ ପ୍ରଥମରେ ସ୍କୁଲରେ ଜଏନ୍ ହଉ, ପ୍ରଥମ କ୍ଲାସ ଯେତେବେଳେ ଓଡ଼ିଆ ସ୍କୁଲରେ ଜଏନ୍ କରୁ, ପ୍ରଥମେ ଆମକୁ ଶିକ୍ଷା ଦିଆଯାଇଥାଏ ଯେ ଅ ଠାରୁ ପ୍ରଥମରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ ତାପରେ ଆ, ଯେତିକି ଅ ଠାରୁ ଆରମ୍ଭ କରି ପିଲାମାନେ ଶିଖିବେ ତାପରେ ବଢିବେ। ତେବେ ପ୍ରଥମ ଶିକ୍ଷା ଅକ୍ଷର ହଉଛି ଅ। ଆଜି ସେ ଅ ବିଷୟରେ ଆମେ ଅଳ୍ପ ସମୟ ଆଲୋଚନା କରିବା, ଚିନ୍ତା କରିବା ଯେ ଜଗତରେ ଅ ବିଷୟରେ ଅନେକ ଅଛି। ଅସ୍ଥିର, ଅଶାନ୍ତି, ଅସୁସ୍ଥତା, ଅଭାବ, ଅଗ୍ରାହ, ଅପରିବର୍ତ୍ତିତ, ବିଭିନ୍ନ ପ୍ରକାର ଅରେ ଆରମ୍ଭ କରାଯାଇଛି। ଯେହେତୁ ସହାୟତାର କେତୋଟି ଅସ୍ତ୍ର ବିଷୟରେ ଆମେ ଆଲୋଚନା କରିବା। ପ୍ରଥମେ ଦେଖିବା ଯେ ବର୍ତ୍ତମାନ ଅଭାବ ବିଷୟରେ। ଗୋଟିଏ ଅସ୍ତ୍ର ହଉଛି ସହାୟତାର, ଗୋଟିଏ ଅସ୍ତ୍ର ହଉଛି ଆରମ୍ଭ ଅଭାବ ବିଷୟରେ। କାରଣ ଅଭାବରେ କଥା ଲେଖା ଅଛି, ଅଭାବରେ ସ୍ୱଭାବ ନଷ୍ଟ ହୋଇଥାଏ। ଯେହେତୁ ବର୍ତ୍ତମାନ ତାଙ୍କରି ଲୋକମାନଙ୍କ ଜୀବନରେ ହୁଏତ ଅଭାବ ଅସୁବିଧା ଯଦି ଆସିଥାଏ, ତାହା ତାଙ୍କର ଲୋକମାନଙ୍କ ପାଇଁ ଗୋଟେ ପରୀକ୍ଷା। ତେବେ ଏଇ ଅଭାବ ପରିସ୍ଥିତିରେ ଯେପରି ତାଙ୍କର ଲୋକମାନେ ଭାଙ୍ଗି ନ ପଡନ୍ତି, ଏଇଥିପାଇଁ এই ବିଷୟ ଆମେ ଆଲୋଚନା କରିବା। କିନ୍ତୁ ଆଜି ଜଗତରେ ଅନେକ ଲୋକ ଅଛନ୍ତି, ଯେତେବେଳେ ଅଭାବ ଅସୁବିଧା ଆସେ, ଆମର ଅନେକ ମୁଁ ଲକ୍ଷ୍ୟ କରିଥାଏ ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ମାନେ ମଧ୍ୟ ଚର୍ଚ୍ଚ ଉପାସନା ଅନ୍ୟ ସମୟରେ ଯାଆନ୍ତି। ଯେତେବେଳେ ଅଭାବ ଅସୁବିଧା ଆସେ, ସେମାନେ ଚର୍ଚ୍ଚ ଯିବାକୁ ଛାଡ଼ି ଦେଇଥାନ୍ତି, ଉପାସନା ଯିବାକୁ ପରିତ୍ୟାଗ କରିଦେଇଥାନ୍ତି। ସେଇ ଦିନ ପାଇଁ ତାଙ୍କର ଅଭାବ ମେଣ୍ଟେନ କରିବା ପାଇଁ, ତୁଲାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ବିଜନେସ, ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ବ୍ୟସ୍ତ ହୋଇଥାନ୍ତି। କିନ୍ତୁ ତାହା ଦ୍ୱାରା ଆମମାନଙ୍କର ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଯଦିବା ପ୍ରଭୁ ତାଙ୍କର ଲୋକମାନଙ୍କୁ ଅଭାବରେ କେବେ ହେଲେ ପକାନ୍ତି ନାହିଁ। ଯଦିବା ସେ ଅଭାବରେ ପକାନ୍ତି, ତଥାପି ସେ ଆମମାନଙ୍କର ପ୍ରତିପାଳକ ପରମେଶ୍ୱର। କାରଣ ଗୀତ ସଂହିତା 23 ପର୍ବରେ ଦାଉଦ ଗୋଟିଏ କଥା କହିଲେ, ସଦାପ୍ରଭୁ ମୋହର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ଯେହେତୁ ଦାଉଦ ସେ ଜଣେ ରାଜା, ତାଙ୍କର କଣ ଅଭାବ ଥିଲା କି? ନା, ତାଙ୍କର ରାଜା ମାନଙ୍କର କେବେ ଅଭାବ ହୁଏ ନାହିଁ। କିନ୍ତୁ ସେ ଗୋଟିଏ କଥା କହିଲେ ଯେ ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଜୀବନରେ ଶାରୀରିକ ଅଭାବ କିମ୍ବା ଆତ୍ମିକ ଅଭାବ ହେବ ନାହିଁ। ହାଲେଲୁୟା। କାରଣ ସଦାପ୍ରଭୁ ପରମେଶ୍ୱର ସେ ଅଭାବରୁ ମଧ୍ୟ ଉଦ୍ଧାର କରନ୍ତି। କିନ୍ତୁ ଏଇଠି ଆଜି ଶୟତାନ ପ୍ରାୟତଃ ବେଳେ ବେଳେ ଅଭାବର ଗୋଟେ ବାଣ ସେ ପ୍ରୟୋଗ କରିଥାଏ। ବିଶ୍ୱାସୀ ମାନଙ୍କର ଜୀବନରେ ଅଭାବର ବାଣ ବା ନିକ୍ଷେପ କରିଥାଏ, ପ୍ରୟୋଗ କରିଥାଏ, ଯଦ୍ୱାରା ତାଙ୍କର ବିଶ୍ୱାସ ରୂପ ଜାହାଜ ହୁଳସ୍ଥୁଳ ହେବାକୁ ଲାଗିଥାଏ। ଅନେକ ଲୋକ ଅଭାବ ଅସୁବିଧା ହେଲେ ତାଙ୍କର ସେବା କାର୍ଯ୍ୟ ଛାଡ଼ି ଦେଇଥାନ୍ତି, ତାଙ୍କର ସେବା ଉପାସନା କାର୍ଯ୍ୟକୁ ପରିତ୍ୟାଗ କରିଦେଇଥାନ୍ତି। କାରଣ ଅଭାବ ଗୋଟେ ଶୟତାନର ଏକ ନମ୍ବର ଅସ୍ତ୍ର ଅଟେ। ଏହି ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ, ବର୍ତ୍ତମାନ ଜଗତର ଏ ପ୍ରକାର ପରିସ୍ଥିତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ଅଭାବ ତାଙ୍କ ଲୋକମାନଙ୍କୁ ଆସିଥାଏ। ତଥାପି ସେ ଅଭାବରୁ ପ୍ରଭୁ ଉଦ୍ଧାର କରିବାକୁ, ସୁରକ୍ଷା କରିବାକୁ ସେ ବିଶ୍ୱସ୍ତ ଅଟନ୍ତି। ସେ କେବେ ହେଲେ ଅଭାବ ହେବାକୁ ଦିଅନ୍ତି ନାହିଁ। କାରଣ ଦେଖିବା ଧର୍ମଶାସ୍ତ୍ରରେ ଯାତ୍ରା 16:18 ପଦରେ ଯେତେବେଳେ ଇସ୍ରାଏଲ ସନ୍ତାନ ମାନେ ମିଶ୍ର ଦେଶର ଦାସତ୍ୱ ଅବସ୍ଥାରେ ଥିଲେ, ସେଠାରେ ଦାସତ୍ୱ ଅବସ୍ଥାରୁ ମୁକ୍ତ ହେଲା ପରେ ସେମାନେ ପ୍ରଭୁଙ୍କର ମହା ଆଶୀର୍ବାଦ ଅନୁଗ୍ରହରୁ ପଥ ମଧ୍ୟରେ ସେମାନେ ବିଭିନ୍ନ ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେଲେ। ଯଦ୍ୱାରା କି ସେମାନେ ଯାହା ମାଂସ ଖାଇବାକୁ ଚାହିଁଲେ, ସଦାପ୍ରଭୁ ପରମେଶ୍ୱର ଆକାଶରୁ ଭାଟ ପକ୍ଷୀ ଯୋଗାଇଲେ। ମାନା ଯେତେବେଳେ ସ୍ୱର୍ଗରୁ ମାନା ସେମାନଙ୍କୁ ଯୋଗାଇଲେ, ସେମାନଙ୍କର କୌଣସି ପ୍ରକାର ଅଭାବ ହେବାକୁ ଦେଲେ ନାହିଁ। ଯେହେତୁ ଶୟତାନର
ଅସ୍ତ୍ରକୁ ପ୍ରତିରୋଧ କରିବା ପାଇଁ, ଯେପରିକି ମୋ ଲୋକମାନେ ଯେପରି ବିଚଳିତ ବ୍ୟତିବ୍ୟସ୍ତ ହୋଇ ଭାଙ୍ଗି ନ ପଡନ୍ତି, ଏଇଥିପାଇଁ ତାଙ୍କର ଯଦି ଅଭାବ ହେଲେ ମଧ୍ୟ ପ୍ରଭୁ ପୂରଣ କଲେ। ସେମାନେ ଯାଉଛନ୍ତି ଚାଲୁଛନ୍ତି, ତଥାପି ପ୍ରଭୁ ସେମାନଙ୍କର ଅଭାବକୁ ପୂରଣ କରି ଯାଉଛନ୍ତି। ସେମାନଙ୍କୁ ଏ ପ୍ରକାର କଲେ ଯେ ଯେତେବେଳେ ସେମାନେ ମାନା ସଂଗ୍ରହ କଲେ, ଅନେକ ଲୋକ ବହୁତ ସଂଗ୍ରହ କଲେ, ଅନେକ ଲୋକ ଅଳ୍ପ ସଂଗ୍ରହ କଲେ, କିନ୍ତୁ ଯୋଉମାନେ ଅଳ୍ପ ସଂଗ୍ରହ କଲେ ସେମାନଙ୍କର ଅଭାବ ହେଲା ନାହିଁ। ଯେହେତୁ ସଦାପ୍ରଭୁ ଅଭାବକୁ ପୂର୍ଣ୍ଣ କରିବା ପରମେଶ୍ୱର, ଯଦି ବା ଶୟତାନ ତାଙ୍କ ଲୋକମାନଙ୍କର ଜୀବନରେ ବ୍ୟତିବ୍ୟସ୍ତ କରିବା ପାଇଁ ଅଭାବ ଗୋଟେ ଅସ୍ତ୍ର ପ୍ରୟୋଗ କରନ୍ତି, କିନ୍ତୁ ସେ ଅଭାବକୁ ସେ ପୂରଣ କରିବା ପରମେଶ୍ୱର ଅଟନ୍ତି। ତେବେ ସେ ଯାତ୍ରା 29:5 ଲେଖାଯାଏ, ଯେହେତୁ ସେମାନେ 40 ବର୍ଷ ପର୍ଯ୍ୟନ୍ତ ସେମାନେ ଯାଉଛନ୍ତି, ଯାହାକି ପରମେଶ୍ୱରଙ୍କର ପ୍ରତିଜ୍ଞାତ ଦେଶ କିଣା ଦେଶରେ ପହଞ୍ଚିବା ପାଇଁ। ସେମାନଙ୍କର ଯାତ୍ରା 40 ବର୍ଷ ଲାଗିଲେ ମଧ୍ୟ ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ, କିମ୍ବା ସେମାନଙ୍କର ପାଦର ପାଦୁକା ଛିଣ୍ଡିଲା ନାହିଁ। କି ପ୍ରକାର ଆଶୀର୍ବାଦ କଲେ, କି ପ୍ରକାର ସେମାନଙ୍କୁ ଆଶୀର୍ବାଦ କଲେ, ଯୋଉଦ୍ୱାରା ତାଙ୍କର କୌଣସି ବିଷୟ ଅଭାବ ହେବାକୁ ଦେଲେ ନାହିଁ। ସେଇଥିପାଇଁ ଦାଉଦ କହିଲେ ଯେ ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। କାରଣ ଶୟତାନ ଯଦି ବା କୌଣସି ପ୍ରକାର ଅଭାବର ଅସ୍ତ୍ର ସେ ପ୍ରୟୋଗ କଲେ, ବାସ୍ତବିକ ଭାବରେ ଏଇ ଘଡ଼ି ସନ୍ଧି ମୁହୂର୍ତ୍ତରେ, ଏଇ ପରିସ୍ଥିତି ସମୟରେ ଆମେ ଯେତେବେଳେ ସଦାପ୍ରଭୁଙ୍କର ଶରଣ ନେଉ, ତେବେ କେବେ ହେଲେ ସେ ଅଭାବ ହେବାକୁ ଦିଅନ୍ତି ନାହିଁ। ଯେହେତୁ ଦ୍ୱିତୀୟ ବିବରଣ 2:7 ଲେଖାଯାଏ ଯେ ତୁମମାନଙ୍କର ନିଜ ନିଜ ହସ୍ତର କର୍ମରେ ସଦାପ୍ରଭୁ ଆଶୀର୍ବାଦ କରିବେ। ଅନେକ ଲୋକ ଅଭାବ ହେଇଗଲେ ସଦାପ୍ରଭୁଙ୍କୁ ଛାଡ଼ି ଦିଅନ୍ତି। ପ୍ରଭୁଙ୍କର ସେବା କରିବୁ, ଆମକୁ ଖାଇବାକୁ ନାହିଁ, ଆମକୁ ପିଇବାକୁ ନାହିଁ, ଆମର ପିନ୍ଧିବାର ବସ୍ତ୍ର ନାହିଁ, ନା, ତାହା କେବେ ହୋଇପାରେ ନାହିଁ। ଯେହେତୁ ସଦାପ୍ରଭୁ ଅଭାବକୁ ପରିବର୍ତ୍ତନ କରିବା ପରମେଶ୍ୱର। ଦାଉଦଙ୍କର କଣ ଭାବ ଥିଲା? ଦାଉଦଙ୍କ ଜୀବନରେ କୌଣସି ବିଷୟ ଅଭାବ ନଥିଲା। ଦାଉଦଙ୍କ ଜୀବନରେ କୌଣସି ପ୍ରକାର ପ୍ରୋବ୍ଲେମ ସମସ୍ୟା ନଥିଲା। ସେଇଥିପାଇଁ ସେ କହିଲେ 23 ପର୍ବରେ ଗୀତ ସଂହିତା 23 ଗୀତରେ, ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ସେ ଯେତେବେଳେ ଆମମାନଙ୍କର ପ୍ରତିପାଳକ ଈଶ୍ୱର, ସେ ଯେତେବେଳେ ଆମମାନଙ୍କ ସକଳ ବିଷୟରେ ପଢେଇ ନେଉଛନ୍ତି, ସେ ଯେତେ ପରିସ୍ଥିତି ହେଲେ ମଧ୍ୟ, ଯେତେ ବଡ଼ ସମସ୍ୟା ହେଲେ ମଧ୍ୟ, ଯେତେ ବଡ଼ ଏ ଜଗତର ପରିସ୍ଥିତି ଓଲଟ ପାଲଟ ହେଲେ ମଧ୍ୟ ସେ ଆମମାନଙ୍କର କୌଣସି ପ୍ରକାର ଅଭାବ ଦେବେ ନାହିଁ। ଯେହେତୁ ତାଙ୍କର ପ୍ରତିଜ୍ଞା, ତାଙ୍କରି ଯାହା ସେ ଯୋଜନା ତାଙ୍କ ଲୋକମାନଙ୍କ ପାଇଁ ରଖିଛନ୍ତି, ତାହା ଅବର୍ଣ୍ଣନୀୟ ଅଟେ। ଯେତେବେଳେ ଗତ ବର୍ଷ ଠାରୁ ଏ ପର୍ଯ୍ୟନ୍ତ ଲକଡାଉନ ଚାଲିଛି ବା ଚାଲୁ ରହିଥିଲା, ସେତେବେଳେ ଅଯାଚିତ ଭାବରେ କେବଳ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କର ହୃଦୟ ଏ ପ୍ରକାର ପ୍ରଭୁ କାମ କଲେ ଯେ ତାଙ୍କରି ଲୋକମାନଙ୍କୁ ରିଲିଫ ମାଧ୍ୟମରେ ପରିତୃପ୍ତ କଲେ। এই প্রকার রিলিফ যোগাইলে যে তাঙ্কর লোকমানଙ୍କର কৌଣସି ଅଭାବ ହେବାକୁ ଦେଲେ ନାହିଁ। ହୁଏତ ଯଦି ବା ଚର୍ଚ୍ଚରେ ତାଲା ବନ୍ଦ ଥିଲା, କିନ୍ତୁ କୌଣସି ପ୍ରକାର ରୋଜଗାରର ରାସ୍ତା ନଥିଲା, କିନ୍ତୁ ସଦାପ୍ରଭୁ ପରମେଶ୍ୱର ତାଙ୍କ ଲୋକମାନଙ୍କ ଦ୍ୱାରା, ତାଙ୍କର ମନୋନୀତ ଲୋକମାନଙ୍କ ଦ୍ୱାରା এই ପ୍ରକାର ଭାବରେ ରିଲିଫ ଯୋଗାଇଲେ, ଟଙ୍କା ମାଧ୍ୟମରେ ଯୋଗାଇଲେ, ଖାଦ୍ୟ ମାଧ୍ୟମରେ ଯୋଗାଇଲେ, ବିଭିନ୍ନ ପ୍ରକାର ଲୁଗା ମାନଙ୍କ ମାଧ୍ୟମରେ ସବୁ ବିଷୟରେ ଯୋଗାଇ ତାଙ୍କ ଲୋକମାନଙ୍କର ଅଭାବକୁ ଏ ଲକଡାଉନ ପରିସ୍ଥିତିରେ, ପ୍ରତିବନ୍ଧକ ପରିସ୍ଥିତିରେ ତାଙ୍କର ଅଭାବକୁ ସେ ପ୍ରଭୁ ପୂର୍ଣ୍ଣ କଲେ। କାରଣ ଶୟତାନର ଗୋଟେ ଅସ୍ତ୍ର ହଉଛି ଅଭାବ। ଆଜି ଅନେକ ଲୋକ ଅଭାବ ଦ୍ୱାରା, ଯେଉଁମାନେ ବାସ୍ତବିକ ଈଶ୍ୱରଙ୍କର ଅଭାବକୁ ପୂରଣ କରିବା ବିଷୟ ଅନୁଭବ ନ କରନ୍ତି, ସେମାନେ ଓହରି ପଡନ୍ତି, ଶୟତାନର ଅସ୍ତ୍ରରେ ପତିତ ହୁଅନ୍ତି। କିନ୍ତୁ ନା, କେବେ ହେଲେ ତାଙ୍କ ଲୋକମାନେ କେବେ ହେଲେ ଭାଙ୍ଗି ପଡନ୍ତି ନାହିଁ। ଆସୁ ଯେତେ ଅଭାବ, ଆସୁ ଯେତେ ଅସୁବିଧା, ପ୍ରଭୁ ସୁରକ୍ଷା ପ୍ରଦାନ କରନ୍ତି। ଯେହେତୁ ଶୟତାନର ଅସ୍ତ୍ର ଅଭାବ ହେଲେ ମଧ୍ୟ ପ୍ରଭୁ ଆମକୁ କେବେ ହେଲେ ଅଭାବ ହେବାକୁ ଦିଅନ୍ତି ନାହିଁ। ପ୍ରଭୁ এই অল্প বাক্যের আমাকে আশীর্বাদ করন্তু, যদ্বারা এই অভাব পূর্ণ করিবা পরমেশ্বর সে করନ୍ତି। এই বাক্য দ্বারা আমি প্রত্যেক যেতে শ্রোতা বন্ধু প্রত্যেকଙ୍କୁ প্রভু তাঙ্করি স্বর্গদ্বার উন্মুক্ত করে এই বাক্যর উপহার দ্বারা আশীর্বাদ করন্তু। থ্যাংক ইউ। নমস্কার। প্রার্থনা আসুন প্রার্থনা করি। প্রেমিক পিতা, পুনর্বার तुम पवित्र पाद द्वारा प्रार्थना करुछु, निवेदन करुछु, कारण तुमर जीवंत वाक्यरु हमनको बेଳରେ अबଳରେ थरक थर शिक्षा दउछ, जो द्वारा माने तुम पाए सचेतन जागृत हो पारिबो। निश्चय प्रभु
ତୁମେ ଏମାନଙ୍କର ଜୀବନର ପ୍ରତିପାଳକ ପରମେଶ୍ୱର ଅଟ, ଯେହେତୁ ଏମାନଙ୍କର କୌଣସି ପ୍ରକାର ଅଭାବ ହେବ ନାହିଁ, କାରଣ ତୁମର ପ୍ରତିଜ୍ଞା ଅଟଳ ଅଟେ। ନିଶ୍ଚୟ ଏମାନଙ୍କର ଜୀବନରେ ତାହା ଅନୁଭବ ପ୍ରତ୍ୟେକ ଅନୁଭବ କରି ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତି ମୁହୂର୍ତ୍ତରେ ତୁମର ସମର୍ପିତ ହେବାକୁ ସାହାଯ୍ୟ କର। ହୁଏତ ଶୟତାନ ବିଭିନ୍ନ ପ୍ରକାର ତାର ଅସ୍ତ୍ର ଅଭାବର ଅସ୍ତ୍ର ପ୍ରୟୋଗ କରେ, କିନ୍ତୁ ତୁମେ ତାହା ଖଣ୍ଡ କରିବା ପରମେଶ୍ୱର ଅଟ। ହାଲେଲୁୟା। ଏତେବେଳେ ଯେ ସମସ୍ତ ବାକ୍ୟ ଦେଇଛ ସେ ବାକ୍ୟ ପ୍ରତି ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ମହିମା ଗୌରବ ସମୂହ ତୁମକୁ ଦେଇ ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ମୃତ୍ୟୁଞ୍ଜୟୀ ତ୍ରାଣକର୍ତ୍ତା ମୋର ପ୍ରାଣର ପ୍ରିୟତମ ବନ୍ଧୁ ଯୀଶୁ ବାପାଙ୍କର ଯୀଶୁ ନାମରେ ମାଗିଲି ପିତା, ଆମେନ୍।